ସଭ୍ୟତା ଓ ବିଜ୍ଞାନ ପାଠର ଲେଖକ ହେଉଛନ୍ତି ବଂଶୀଧର ସାମନ୍ତରାୟ। ପାଠର ପ୍ରଶ୍ନ ଉତ୍ତର। ବିପରୀତ ବୋଧକ ଶବ୍ଦ ଲେଖ। ନୈତିକ, ଅନୈତିକ, ପ୍ରାଚୀନ, ନୂତନ ବା ନବୀନ, ଅକ୍ଷୁର୍ଣ୍ଣ, କ୍ଷୁର୍ଣ୍ଣ, ବିକାଶ, ବିନାଶ। ଉନ୍ନତି, ଅବନତି, ଇଚ୍ଛାକୃତ, ଅନିଚ୍ଛାକୃତ, ପୂର୍ବବର୍ତ୍ତୀ, ପରବର୍ତ୍ତୀ, ସଂଯୋଗ, ବିଯୋଗ। ନମ୍ବର 2, ନିମ୍ନଲିଖିତ ଶବ୍ଦଗୁଡ଼ିକୁ ବ୍ୟବହାର କରି ବାକ୍ୟ ଗଠନ କର। ବୈଷୟିକ, ମାନବିକତା, ଆରୋହଣ, ଅନବରତ, ଦୁରୂହ, ବିସ୍ତୃତ, ବିଚଳିତ। ନମ୍ବର 3, ସନ୍ଧି ବିଚ୍ଛେଦ କର। ଅନ୍ୟାନ୍ୟ, ସଂଯୋଗ, ମନସ୍ତତ୍ତ୍ୱ, ଅନ୍ତର୍ଗତ, ଆୟୁର୍ବେଦ, ଉଲ୍ଲିଖିତ। ନମ୍ବର 4, ନିମ୍ନଲିଖିତ ଶବ୍ଦଗୁଡ଼ିକର ପ୍ରାକୃତିକ ପ୍ରତ୍ୟୟ ନିର୍ଣ୍ଣୟ କର। ଶାରୀରିକ, ପାର୍ବତୀୟ, ତ୍ୟାଗ, କରଣୀୟ, କର୍ତ୍ତବ୍ୟ। ମାନସିକ, ଭାରତୀୟ, ସର୍ବାଙ୍ଗିନୀ, ବୈଜ୍ଞାନିକ। 5 ନମ୍ବର, ନିମ୍ନଲିଖିତ ଶବ୍ଦଗୁଡ଼ିକ ମଧ୍ୟଗୁଡ଼ିକର 2ଟି ଲେଖାଏଁ ପ୍ରତିଶବ୍ଦ ଲେଖ। ହସ୍ତୀ, ଗଜ, କରି, ହାତୀ, ଧ୍ୱଜା, ପତାକା, ବାନା। ମାନବ, ନର, ମନୁଷ୍ୟ, ପର୍ବତ, ଶୈଳ, ଗିରି, ପାହାଡ଼। ନମ୍ବର 6, ନିମ୍ନଲିଖିତ ଶବ୍ଦଗୁଡ଼ିକୁ ସଂଶୋଧନ କରି ଲେଖ। ସ୍ପେଲିଂ ଭୁଲ ଅଛି, ଦେଖ ମାତ୍ରା ଭୁଲ ଅଛି। ଶାରୀରିକ, ଶାରୀରିକ, ସଂଶ୍ଳିଷ୍ଟ, ସଂଶ୍ଳିଷ୍ଟ, ସାହାଯ୍ୟ, ସାହାଯ୍ୟ, ଆଶୀର୍ବାଦ, ଆଶୀର୍ବାଦ। ନମ୍ବର 7, ଅର୍ଥଗତ ପାର୍ଥକ୍ୟ ଲେଖ, ଯାହାକି ଲକ୍ଷ୍ୟ ହେଲା ଗୋଟେ ସଂଖ୍ୟା ବିଶେଷ, ଆଉ ଗୋଟେ ଲକ୍ଷ୍ୟର ଉଦ୍ଦେଶ୍ୟକ ଏକାଗ୍ରତା। କୁଲ ହଉଛି ବଂଶ, କୁଲ ତଟ, ନଦୀର ତୀର। ଚରିତ ହଉଛି ଉପାଖ୍ୟାନ ବା ପ୍ରସଙ୍ଗ, ଚରିତ୍ର ହଉଛି ଆଚରଣ ବା ସ୍ୱଭାବ। ଏବେ ଆସିଲା ଦୀର୍ଘ କ୍ଷୁଦ୍ର ଉତ୍ତର ମୂଳକ ପ୍ରଶ୍ନ ଉତ୍ତର। ଆମେ ସଭ୍ୟତା ଆଖ୍ୟା କାହାକୁ ଦେଇଥାଉ? ମାନବ ଯେଉଁ ବୈଷୟିକ, ଶାରୀରିକ, ମାନସିକ ଓ ନୈତିକ ଉନ୍ନତି ତଥା ଜ୍ଞାନ ସାଧନା କରିଥାଏ, ଆମେ ତାହାଙ୍କୁ ହିଁ ସଭ୍ୟତା ଆଖ୍ୟା ଦେଇଥାଉ। ରୋମିଓ ଓ ଭାରତୀୟ ସଭ୍ୟତାର ଆଦର୍ଶ ମଧ୍ୟରେ ପାର୍ଥକ୍ୟ କଣ? ରୋମିଓ ସଭ୍ୟତାର ଆଦର୍ଶ ହେଉଛି ବୈଷୟିକ ଉନ୍ନତି, କିନ୍ତୁ ଭୋଗବାଦ ଉପରେ ପ୍ରତିଷ୍ଠିତ ସେହି ସଭ୍ୟତାର ନିଦର୍ଶନ ଥିଲା ଇଚ୍ଛାକୃତ, କିନ୍ତୁ ଭାରତୀୟ ସଭ୍ୟତାର ଆଦର୍ଶ ଥିଲା ତ୍ୟାଗ ଓ ଆତ୍ମ ସଂଯମ। ଭାରତୀୟ ସଭ୍ୟତାର ଆଦର୍ଶ କହିଲେ କଣ ବୁଝ? ଭାରତୀୟ ସଭ୍ୟତାର ଆଦର୍ଶ କହିଲେ ଭାରତୀୟ ମାନଙ୍କ ତ୍ୟାଗ ଓ ଆତ୍ମ ସଂଯମକୁ ବୁଝାଏ। ଏମାନେ ବିଷୟ ଜଞ୍ଜାଳରେ ପରିବେଷ୍ଟିନୀ ମଧ୍ୟ ରହିଥିଲେ ମଧ୍ୟ ତା ସହିତ ସଂଶ୍ଳିଷ୍ଟ ନଥିଲେ। ଗୃହସ୍ଥର ପଥ କେତେବେଳେ ପୃଥକ ହୋଇଯାଏ? ଭାରତୀୟ ଗୃହସ୍ଥ ତ୍ୟାଗ ଧର୍ମ ଦୀକ୍ଷିତ ହୋଇ ଯେତେବେଳେ ବିଷୟ ମାଲିକ ହୁଏ, ସେତେବେଳେ ତାର ପଥ ଭୋଗ ମାର୍ଗଗାମୀ ଜାତିଠାରୁ ସମ୍ପୂର୍ଣ୍ଣ ପୃଥକ ହୋଇଯାଏ। ବର୍ତ୍ତମାନର ପୃଥିବୀରେ ସଭ୍ୟତା ଆଦର୍ଶଟି କଣ?
ବର୍ତ୍ତମାନର ପୃଥିବୀ ସଭ୍ୟତାର ଆଦର୍ଶ ହେଉଛି ମାନବର ସର୍ବାଙ୍ଗୀନ ଉନ୍ନତି ସାଧନା, ବୈଷୟିକ, ଶାରୀରିକ, ମାନସିକ, ନୈତିକ ଉନ୍ନତି ସହିତ ବିଶ୍ୱ ମାନବିକତାର ପ୍ରତିଷ୍ଠାନ। ବିରାଟ ସୃଷ୍ଟି ରହସ୍ୟର ଉଦ୍ଘାଟନ ତଥା ତା ମୂଳରେ ନିହିତ ମହାଶକ୍ତିର ସ୍ୱରୂପ ନିରୂପଣ ହିଁ ବର୍ତ୍ତମାନ ସଭ୍ୟତାର ଆଦର୍ଶ। ଜଳ ବିଜ୍ଞାନ କେତେ ଭାଗରେ ବିଭକ୍ତ କଣ କଣ? ଗୋଟିଏ ହେଲା ପଦାର୍ଥ ବିଜ୍ଞାନ ଓ ଆଉ ଗୋଟେ ହେଲା ରସାୟନିକ ବିଜ୍ଞାନ। ଏଇ ଦୁଇ ବିଜ୍ଞାନ ମଧ୍ୟ ନାନା ବିଭାଗ ଓ ଉପବିଭାଗରେ ବିଭକ୍ତ। ଆମେ କେଉଁ ଉପକରଣରୁ ବୈଷୟିକ ସୁଖ ସମୃଦ୍ଧି ଲାଭ କରିଥାଉ? ଆମେ ଜଳ ବିଜ୍ଞାନ ବଳରେ ଲାଭ କରିଥିବା ରେଳ ମଟର, ଉଡ଼ାଜାହାଜ, ବୁଡ଼ାଜାହାଜ, ରେଡିଓ, ଟେଲିଭିଜନ, ଟେଲିଫୋନ ପ୍ରଭୃତି ବିବିଧ ଉପକରଣରୁ ବୈଷୟିକ ସୁଖ ସମୃଦ୍ଧି ଲାଭ କରିଥାଉ। ଜୀବ ବିଜ୍ଞାନର ଚର୍ଚ୍ଚାରୁ କି ସନ୍ଧାନ ମିଳିଥାଏ? ଜୀବ ବିଜ୍ଞାନ ଚର୍ଚ୍ଚାରୁ ପ୍ରାଣୀଙ୍କର ବିଭିନ୍ନ ଗଠନ ପ୍ରକ୍ରିୟା ଏବଂ କେଉଁ ଶକ୍ତି ବଳରେ ସେମାନେ ଜୀବନରେ ଅଧିକାରୀ ହେଇଛନ୍ତି ସେ ସବୁ ସନ୍ଧାନ ମିଳିଥାଏ। ଆମମାନଙ୍କର ଜ୍ଞାନର ସୀମା ଆମେ କିପରି ବିସ୍ତୃତ କରିଥାଉ? ଜଡ଼ ଓ ଜୀବନ ବିଜ୍ଞାନ ସମ୍ମିଶ୍ରଣ ତଥା ସହଯୋଗିତାରୁ ଆମ୍ଭେମାନେ ଶରୀରତ୍ଵ, କୃଷି ବିଜ୍ଞାନ, ଆୟୁର୍ବେଦ, ମନସ୍ତ୍ଵ, ପୃଥିବୀ ତତ୍ତ୍ୱ ତଥା ଜ୍ୟୋତିଷ ପ୍ରଭୃତି ନାନାବିଧ ଶାସ୍ତ୍ର ବଳର ଆମମାନଙ୍କର ଜ୍ଞାନର ସୀମା ବିସ୍ତୃତ କରିଥାଉ। ଜୀବ ବିଜ୍ଞାନରୁ ଜୀବନ୍ତ ଶରୀର ସମ୍ପର୍କରେ କି ଧାରଣା ମିଳେ? ଜୀବ ବିଜ୍ଞାନରୁ ଜୀବନ୍ତ ଶରୀର କେବଳ ଜଡ଼ ଉପାଦାନରେ ଗଠିତ ତଥା ପୂର୍ବର ପଞ୍ଚଭୂତ ଅଶେଷ ଜଡ଼ ଉପାଦାନର ସମଷ୍ଟି ଏବଂ ସେହି ବିବିଧ ଜଡ଼ ଉପାଦାନ ସମାବେଶ ସହ ଜୀବନ୍ତ ଶକ୍ତିର ବିକାଶ ଜୀବଜନ୍ତୁକୁ ସମ୍ଭବ କରି ରହିଛି ବୋଲି ଧାରଣା ମିଳେ। ବୈଜ୍ଞାନିକ ମାନେ ମାନବକୁ ଧ୍ୱଂସ ପଥର ପଥିକ କରିଛନ୍ତି ବୋଲି ଲେଖକ କାହିଁକି କହିଛନ୍ତି? ମୈତ୍ରୀ ଧ୍ୱଜା କେତେବେଳେ ଉଡ଼ିବ ବୋଲି ପ୍ରବନ୍ଧରେ କୁହାଯାଇଛି? ବିଜ୍ଞାନର ଅନ୍ଧକାର ସ୍ଥାନଟି ଅପସାରିତ ହେଲେ କଣ ହେବ ବୋଲି ଲେଖକ କହିଛନ୍ତି? ଇକ୍ୱେସନ ନମ୍ବର ଯାହାକି ସପ୍ରସଙ୍ଗ ସ୍ୱରାର୍ଥ ଲେଖକ କୁହାଯାଇଛି। 21 ନମ୍ବର ହେଲା ତ୍ୟାଗ ମାର୍ଗରେ ଦୀକ୍ଷିତ ହୋଇ ଯେତେବେଳେ ସେ ବିଷୟର ମାଲିକ ହୁଏ ସେତେବେଳେ ଭୋଗ ମାର୍ଗଗାମୀ ଜାତିଠାରୁ ତାର ପଥ ସମ୍ପୂର୍ଣ୍ଣ ପୃଥକ ହୋଇଯାଏ। 22 ନମ୍ବର ଭାରତର ବୈଶିଷ୍ଟ୍ୟତାର ଆଧ୍ୟାତ୍ମିକତା। ତ ଲେଖା କି ଉକ୍ତ ଗଦ୍ୟାଂଶଟି ବଂଶୀଧର ସାମନ୍ତରାୟ ରଚିତ ସଭ୍ୟତା ଓ ବିଜ୍ଞାନ ଶୀର୍ଷକ ପ୍ରବନ୍ଧରୁ ସଂଗୃହୀତ। ଏଠାରେ ପ୍ରାବନ୍ଧିକ ଭାରତର ବୈଶିଷ୍ଟ୍ୟ ସମ୍ପର୍କରେ ଆଲୋଚନା କରିଛନ୍ତି। ତେଇଶ ନମ୍ବର ଏହାର ଶେଷ ଫଳ କଣ ହେବ ତାହା ଭବିଷ୍ୟତ ଗର୍ଭରେ ନିହିତ। ବର୍ତ୍ତମାନ କେବଳ ପରୀକ୍ଷଣ ହିଁ ଚାଲିଛି। ଉକ୍ତ ଗଦ୍ୟାଂଶଟି ପଠିତ ସାହିତ୍ୟ ସିନ୍ଧୁ ପୁସ୍ତକର ସଭ୍ୟତା ଓ ବିଜ୍ଞାନ ଶୀର୍ଷକ ପ୍ରବନ୍ଧରୁ ସଂଗୃହୀତ। ଏଠାରେ ପ୍ରାବନ୍ଧିକ ଆଧୁନିକ ସଭ୍ୟତାର ସାମ୍ପ୍ରତିକ ପରିସ୍ଥିତି ସମ୍ପର୍କରେ ଆଲୋଚନା
କରିଛନ୍ତି। 24 নম্বর ବିରାଟ ସାଗର ଆଜି ଦୁର୍ଲଭ୍ୟ ହୋଇନାହିଁ କି ତୁଙ୍ଗ ହିମାଳୟ ଦୂର ହୋଇ ରହିନାହିଁ। 25 নম্বର ଯେମିତିକି ଦୀର୍ଘ ଉତ୍ତର ମୂଳକ ପ୍ରଶ୍ନ ଉତ୍ତର ରହିଅଛି। ସଭ୍ୟତାର ବିକାଶ ବିଜ୍ଞାନର ଥିବା ଅବଦାନ ପଠିତ ପ୍ରବନ୍ଧାନୁସରଣ ଆଲୋଚନା କର, ଯାହାକି 2017 ସେଟ୍ ଏ ରେ ପରୀକ୍ଷାରେ ଆସିଥିଲା। ମାନବ ସଭ୍ୟତାର ଉନ୍ନତିରେ ବିଜ୍ଞାନ କିପରି ସହାୟକ ହୋଇଛି ଆଲୋଚନା କର। ଯାହାକି ତମେ ଏଇ ଦୁଇରେ ସବୁ ଲେଖବାର ଅଛି। କିଛି ତମକେ 2 ଲାଇନ୍ ସବୁ ଚିନ୍ତା ହେଲା। ଆମ ସୌରଜଗତ ପରି ଅନେକ ବିରାଟ ଜଗତ ବିଭିନ୍ନ ତାରା ଉପଗ୍ରହ ଶକ୍ତିର ବିକାଶ ତଥା କାର୍ଯ୍ୟପ୍ରଣାଳୀ ସମ୍ପର୍କରେ ଜାଣିପାରୁଅଛୁ। ଦେଖ ଜଡ଼ ଓ ଜୀବ ବିଜ୍ଞାନ ସହଯୋଗିତାରୁ ଶରୀର ତତ୍ତ୍ୱ ଆୟୁର୍ବେଦ ମନସ୍ତ କୃଷି ବିଜ୍ଞାନ ପ୍ରଭୃତି ବିବିଧ ଶାସ୍ତ୍ର ବଳ ସ୍ୱୟଂ ଜ୍ଞାନ ସୀମା ବିସ୍ତୃତ କରିଅଛି। 26 নম্বର ଭାରତୀୟ ସଭ୍ୟତା ଓ ବାହ୍ୟ ସଭ୍ୟତା ସମ୍ପର୍କରେ ଲେଖକ ଦୃଷ୍ଟିଭଙ୍ଗୀ ପ୍ରତିପାଦନ କର, ଯାହାକି 2015 ସେଟ୍ ଏ ରେ ଆସିଥିଲା। ଯାହାକି ତମେ ଏଇ 2 ଲାଇନ୍ ଲେଖିବାର ଅଛି, ଏଇ ସାଇଟ୍ ରୁ 2 ଲାଇନ୍ ବୁଝିଲା। କିନ୍ତୁ ଭାରତୀୟ ସଭ୍ୟତାର ଆଦର୍ଶ ଉପରେ ପ୍ରତିଷ୍ଠିତ ନଥିଲା। ତାର ଆଦର୍ଶ ଥିଲା ତ୍ୟାଗ ଓ ଆତ୍ମସଂଯମ। ଏଇ ତିନିଟା ମିଳିଲା ମେନ୍ ପଏଣ୍ଟ। ବାଛିକ ତମକୁ ଲେଖିବାର ଅଛି। 27 নম্বର ସଭ୍ୟତା ଓ ବିଜ୍ଞାନ ପରସ୍ପର ଆଶ୍ରୟୀ। ଏହାର ଯଥାର୍ଥ ନିଜର ଅନୁଭୂତିରୁ ଲେଖ। ସର୍ବୋପରି ଜଡ଼ ବିଜ୍ଞାନ ହିଁ ମାନବକୁ ପ୍ରଦାନ କରିଛି ବୈଷୟିକ ସୁଖ ସମୃଦ୍ଧି। ତାହାରି ବଳରେ ମାନବ ରେଳ ମଟର ଉଡ଼ାଜାହାଜ ବୁଡ଼ାଜାହାଜ ଟେଲିଫୋନ ଟେଲିଭିଜନ ପ୍ରଭୃତି ବିବିଧ ଉପକରଣ ଅଧିକାରୀ ହୋଇ ସୁଖରେ କାଳଯାପନ କରୁଛି। ଜୀବ ବିଜ୍ଞାନ ଦେଇଛି ବିଜ୍ଞାନ ଦ୍ୱାରା କିନ୍ କିନ୍ ଜିନିଷ ହୋଇପାରୁଛି। ଏଇଟା ରହିଲା ସଭ୍ୟତା ଓ ବିଜ୍ଞାନ ପ୍ରଶ୍ନ ଉତ୍ତର।